ଥରେ ଦୀର୍ଘ 30 ବର୍ଷ ଆଗରୁ ଆମର ଘର ବହୁତ ସେତେବେଳେ ଅଭାବ ଥିଲା। ଦିନେ ଆମ ଘରେ ଖାଇବା ପାଇଁ ନଥିଲା। ଆମେ ଦୁଇ ଛୁଆ ମୁଁ ତା ବାପା ବିଲକୁ ଯାଇଥିଲୁ। ଆସିଲା ପରେ ଘରେ ଖାଇବା ନାହିଁ। ମୁଁ ବହୁତ ଚିନ୍ତା କରୁଛି। ହଠାତ୍ କ'ଣ ହେଲା ନା ସ୍କୁଲକୁ ଚାଉଳ ଆସିଥିଲା। ସେ ରିକ୍ସାବାଲାକୁ ଜଣେ କେହି କହିଲେ ଯେ ସ୍କୁଲ ଆଗରେ ଯେଉଁ ଘର ଅଛି ସେଇଠି ରଖିଦେବେ। ଫେର ସ୍କୁଲ ଆଗରେ ବହୁତ 4-5ଟା ଘର ଅଛି, କିନ୍ତୁ ସେ ରିକ୍ସାବାଲା ଆଣି ଆମ ଘରେ ରଖିଛି। ମୁଁ ମୋ ସ୍ୱାମୀକି କହୁଥିଲି ଯେ ଆମେ ମାଷ୍ଟରକୁ କହିକି କିଛି ଚାଉଳ ଆଣିବା। ତାପରେ ସେ ଆମେ ଆସିଲା ବେଳକୁ ଚାଉଳ ଡାଲି ଘର ଆଗରେ ଗଦା ହେଇକି ଅଛି। ମୁଁ କହିଲି ଦେଖିଲ, ଆମେ ପରା ଭାବୁଛେ ପ୍ରଭୁଙ୍କ କଥା, ପ୍ରଭୁଙ୍କୁ ଡାକୁଛେ, ତେଣୁ ପ୍ରଭୁ ଆମକୁ ଦେଇଛନ୍ତି। ତାପରେ ସାରଙ୍କୁ କହିଲେ, ସାର୍ ଆମକୁ ଚାଉଳ ଦେଲେ। ଆଉ ଗୋଟେ ଅନୁଭୂତି, ଏବେ ଏଇ 2-3 ବର୍ଷ ତଳେ କଥା, ମୋର ଏଇ ଶିର ବହୁତ ଯନ୍ତ୍ରଣା ହେଉଥିଲା। ମୁଁ ବହୁତ ଔଷଧ ଖାଇଲି। ତାପରେ ଭଗବାନଙ୍କୁ କହିଲି, ହେ ଜଗନ୍ନାଥ, ମୁଁ ତ ତୋର ଟିକେ ସେବା କରୁଛି, ମୁଁ ଫୁଲଟା ତୋଳି ପାରୁନି, ଘର କାମ କରିପାରୁନି, ମୋ ହାତ ଯଦି ଏମିତି କରିବୁ ମୁଁ କେମିତି କ'ଣ କରିବି। ତାପରେ ଔଷଧ ଖାଇଲା ପରେ ମୋ ପ୍ରେସକ୍ରିପସନ୍ ବି କୁଆଡ଼େ ହଜିଗଲା। ସେଇ ଭଗବାନଙ୍କୁ ଡାକି ଡାକି ମୋର ବର୍ତ୍ତମାନ ଏବେ ଭଲ ହେଇଯାଇଛନ୍ତି। ଭଲ ହେଇଯାଇଛି। ଜଗନ୍ନାଥ